ଆପଣମାନଙ୍କର ଇଥର ଟେନସନ୍ ଗଲା ଆଜ୍ଞା। ଏବେ ଚାଷୀ ଭାଇମାନଙ୍କର ଲାଗି ସୁବିଧା ହେଲା ଯେନ୍ଟାକି ଆମର ଖରିଫ ଋତୁ ଲାଗି 2024-25 ଆର୍ଥିକ ବର୍ଷର ଚାଷୀ ଭାଇମାନଙ୍କର ଲୋନ୍ ଲାଗି ଯେନ୍ଟାକି ଏବେ ଆରମ୍ଭ ହେଇଗଲା। ଆଗରୁ ଆମେ ଆପଣଙ୍କ ଭିଡ଼ିଓ ମାଧ୍ୟମରେ ଜଣେଇଥିଲୁ ଯେନ୍ଟାକି ଆମର କୋପରେଟିଭ୍ ବ୍ୟାଙ୍କ ବିଷୟରେ। ଆଉ କୋପରେଟିଭ୍ ବ୍ୟାଙ୍କରେ ଯେତେବେଳେ ଲୋନ୍ଟା ଷ୍ଟାର୍ଟ ହେଲା ସେ ସମୟ ଭିତରେ ବି ମୁଇଁ ଗୋଟେ ଭିଡ଼ିଓ ବନେଇଥିଲି ଯେନ୍ଟାକି ଆପଣ କହିଥିଲେ ଆଜ୍ଞା ଆପଣ ଜନ୍ କୋପରେଟିଭ୍ ବ୍ୟାଙ୍କକେ ଯାଇକରି ଆପଣମାନେ ଲୋନ୍ଟା କରନ୍ ବୋଲିକରି। କିନ୍ତୁ ଇଥର ଯେନ୍ ଆଉ ଆପଣମାନଙ୍କର ବହୁତ ସାରା ବି କମେଣ୍ଟ ଥିଲା ଭାଇ ଆମର ଅଲଗା ଅଲଗା ବ୍ୟାଙ୍କରେ ଖାତା ଅଛି ସେନେ ବି କେବେ ଲୋନ୍ ଷ୍ଟାର୍ଟ ହେବା ବୋଲିକରି। ତ ଦେଖୁନ୍ ଆପଣମାନଙ୍କର ଲାଗି ଏଇଟା ବହୁତ ଖୁସି ଖବର ଅଛି ଯେହେତୁ ଆପଣମାନେ ଅଲଗା ଅଲଗା ବ୍ୟାଙ୍କରେ ଖାତା ଖୋଲିଛନ୍ ବୋଲେ ନିହାତି ତାର ବେନିଫିଟ୍ ବି ପାଇପାରବେ ଯେନ୍ଟାକି ଖରିଫ ଋତୁ 2024-25 ଆର୍ଥିକ ବର୍ଷ ଲାଗି ଲୋନ୍ଟା ଏବେ ଖରିଫ ଋତୁ ଲାଗି ଅଲରେଡ଼ି ଷ୍ଟାର୍ଟ ହେଇସାରିଲା ନା। ଆଗରୁ ଷ୍ଟାର୍ଟ ହେଇଥିଲା କେବଳ କୋପରେଟିଭ୍ ବ୍ୟାଙ୍କ ଯେନ୍ଟାକି ଗୁଲାଘର ବୋଲି ଆମେ କହିସୁଁ ଯେନ୍ଟା 1 ଲାખ ପତେ ବିନା ଇଣ୍ଟରେଷ୍ଟରେ ଆପଣ ଲୋନ୍ଟା ପାଇପାରସନ୍। କିନ୍ତୁ ସେନୁ ଠାନୁ ଇନୁ ଟିକେ ଅଲଗା ଇନେ ଟିକେ ଅଧିକା ଟିକେ ଇଣ୍ଟରେଷ୍ଟ ପଡ଼ୁଛି ସବୁ ବ୍ୟାଙ୍କର ଟିକେ ସମାନ ନେଇ ଆସେ। ତ ସେ ହିସାବରେ ଆପଣ ବ୍ୟାଙ୍କ ଉପରେ ଡିପେଣ୍ଡ କଲା ଆଜ୍ଞା। ମୁଇଁ ଆପଣଙ୍କୁ ଜଣାଇ ଦେଉଛେ ଯେନ୍ଟାକି ଆଜି ବ୍ୟାଙ୍କ ବିଷୟରେ ଯେନ୍ ବ୍ୟାଙ୍କ ମାନେ କି ଆପଣମାନେ ଖାତା ଖୋଲିଥିବେ ବୋଲି ନିହାତି ସେ ବ୍ୟାଙ୍କରେ ଆପଣମାନେ କରିପାରିବେ। ତାର ଆଗରୁ ଯଦି ଆପଣମାନେ ଆମ ଚ୍ୟାନେଲକେ ନୂଆ କରି ଭିଜିଟ୍ କରୁଥିବେ ନିହାତି ଚ୍ୟାନେଲକେ ସବସ୍କ୍ରାଇବ୍ କରବାଟା ନେଇ ଭୁଲବେ ଆଜ୍ଞା। କାଁ ଯେ ଏନ୍ତା ଅପଡେଟ୍ ଲେଟେଷ୍ଟ ଅପଡେଟ୍ ମାନେ ଆପଣମାନେ ଦେଖବା ଲାଗି ସଠିକ୍ ସୂଚନା ଜାଣବା ଲାଗି ଆମ ଚ୍ୟାନେଲରେ ପାଇପାରିବେ। ପହଲା ମୁଇଁ ଆପଣଙ୍କୁ କହି ରଖୁଛେ କେନ୍ କେନ୍ ବ୍ୟାଙ୍କ ବ୍ୟାଙ୍କ ଭିତରେ ଦେଖନ୍ ଏବେ ଯେନ୍ଟାକି ଆମର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଯେନ୍ଟାକି ଖରିଫ ଋତୁ ଲାଗି ଲୋନ୍ଟା ଆପଣମାନେ ଆବେଦନ କରିପାରିବେ। ତାପରେ ରହିଲା ଆପଣଙ୍କର ଡିସିବି ବ୍ୟାଙ୍କରେ ଯେତେ ବି ଚାଷୀ ଭାଇମାନେ ଖାତା ଖୋଲିଛନ୍ ଡିସିବି ବ୍ୟାଙ୍କରେ ଟିକେ ଅଧିକା ଜମି ମାଂଗସି। ଆର୍ ଇନେ ଦେଖନ୍ ପଞ୍ଜାବ ବ୍ୟାଙ୍କରେ ଜାଣିଛନ୍ ବୋଲେ ଗୋଟେ ଏକର ଜମିରେ ବି ଆପଣମାନେ ପ୍ଲଟ୍ ହିସାବରେ ଗୋଟେ ଏକର ଅଛି ବୋଲେ ଆପଣ ଲୋନ୍ଟା ବି ଆଣିପାରିବେ ଆଜ୍ଞା। ତାପରେ ରହିଲା ଆମର ରହିଲା ଆଜ୍ଞା ୟୁନିୟନ ବ୍ୟାଙ୍କ ମନେ ରଖନ୍ ୟୁନିୟନ ବ୍ୟାଙ୍କରେ ବି ଯେତେ ବି ଚାଷୀ ଭାଇମାନେ ଖାତା ଅଛି ନିହାତି ଆପଣମାନେ ଲୋନ୍ଟା କରିପାରିବେ। ଆର୍ ଦେଖନ୍ ଆପଣମାନେ ଜାଣିଥିବେ ଯେତେବେଳେ ବୋରୱେଲଟା ଷ୍ଟାର୍ଟ ହେଇଥିଲା ପ୍ରତ୍ୟେକ ବର୍ଷ ଚାଷୀ ଭାଇମାନଙ୍କର ଭଳିଆ ଇଥର ବି ଚାଷୀ ଭାଇମାନେ ଯେନ୍ ବୋରୱେଲରେ ଆବେଦନ କଲାବେଳେ ଗୋଟେ ଆକାଉଣ୍ଟ ଖୋଲିଛନ୍ ତ ସେ ବ୍ୟାଙ୍କରେ ବି ଆପଣମାନେ ଲୋନ୍ଟା ଆଣିପାରିବେ ଯେନ୍ଟାକି 2024-25 ଆର୍ଥିକ ବର୍ଷ ଖରିଫ ଋତୁ ଲାଗି ଯେନ୍ଟାକି ଲୋନ୍ଟା ଅଲରେଡ଼ି ଷ୍ଟାର୍ଟ ହେଇଛି। ଆଉ ଗୋଟେ ହେଲା ଆପଣଙ୍କର କାନାରା ବ୍ୟାଙ୍କ ମନେ ରଖନ୍ କାନାରା ବ୍ୟାଙ୍କରେ ବି ଯଦି ଆପଣଙ୍କର ଖାତା ଅଛି ବୋଲେ ବି ନିହାତି ଲୋନ୍ଟା ଆଣିପାରିବେ ଆଜ୍ଞା। ଇ ହିସାବରେ ଯଦି ଲୋନ୍ ଆଣବା ଲାଗି ଚାହୁଁଛନ୍ ନିହାତି ଆପଣମାନେ ଲୋନ୍ଟା କରିଦିଅନ୍। ଆଉ ଗୋଟେ ରହିଲା ଆଜ୍ଞା ଆମର ରହିଲା ଉତ୍କଳ ଗ୍ରାମୀଣ ବ୍ୟାଙ୍କ। ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିହାତି ଆପଣଙ୍କର ଥିବା ପାଖେ ମିନିମମ୍ ନେଲେ ବି ଆପଣଙ୍କର ଗାଁରୁ 15ରୁ 20 କିଲୋମିଟର डिस्टेंस ଭିତରେ ନିହାତି ଗୋଟେ ଗ୍ରାମୀଣ ବ୍ୟାଙ୍କ ଅଛେ। ଆର୍ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ବି ଆପଣଙ୍କୁ ଲୋନ୍ଟା ମିଳିଯିବା ଯେନ୍ଟା ଅଲରେଡ଼ି ଲୋନ୍ଟା ଷ୍ଟାର୍ଟ ହେଇଛି। ତ ଆପଣଙ୍କ ଉପରେ ଡିପେଣ୍ଡ କଲା ଆପଣ ଯେନ୍ ବ୍ୟାଙ୍କରେ ଖାତା ଅଛେ ସେ ବ୍ୟାଙ୍କରେ ଆପଣ ମ୍ୟାନେଜର ଆଜ୍ଞା ମୋର ସଙ୍ଗେ ବୁଝି ଦିଅନ୍ ଖରିଫ ଋତୁ ଲାଗି ଯଦି ଆପଣମାନେ ଆଣବା ଲାଗି ଚାହୁଁଛନ୍ ବୋଲେ ନିହାତି ସେ ବ୍ୟାଙ୍କ ମାନକେ କରି ପକନ୍ ଯେନ୍ଟାକି ଲୋନ୍ଟା। ଆଉ ଗୋଟେ କଥା ମନେ ରଖନ୍ ଆପଣ ଆପଣଙ୍କର ପ୍ରଶ୍ନ ଉଠୁଥିବା ଆମେ ଇଟା ଯେନ୍ଟାକି ଥିଲା ଆପଣ ଅଫଲାଇନ୍ରେ ଯେନ୍ଟାକି ଆପଣମାନେ ଯାଇକରି ନିଜେ କାଗଜପତ୍ର ତାଙ୍କର ସଙ୍ଗେ ଭେଟିକରି ଡକୁମେଣ୍ଟ ଜମା କରିକରି ଲୋନ୍ଟା ପାଇବେ। କିନ୍ତୁ ମୁଁ ନେକ୍ସଟ ଭିଡ଼ିଓରେ ଗୋଟେ ଆଣିବି ଯେନ୍ ଭିଡ଼ିଓରେ ଆସନ୍ତାକାଲି ଆପଣମାନେ ଦେଖିବା ଲାଗି ପାଇପାରିବେ ଘରେ ବସିକରି ଆପଣମାନେ ଲୋନ୍ଟା ଆବେଦନ କରିବେ ଯେନ୍ଟାକି ଆମର ଚାଷୀ ଭାଇମାନେ ଲୋନ୍ଟା କରିବେ। ସେ ଭିଡ଼ିଓ ଗୋଟେ ମୁଇଁ ଆସନ୍ତାକାଲି ଆପଣଙ୍କୁ ନିହାତି ଗୋଟେ ଅରିଜିନାଲ୍ ଭିଡ଼ିଓ ନେଇକରି ଆସିବି ଯେନ୍ଟାକି ଆପଣଙ୍କର ଜମି ପଟା ଥିବା ଦରକାର। ତାପରେ ରହିଲା ଆପଣଙ୍କର ମାଲଗୁଜାରୀ ରସିଦ ମାଲଗୁଜାରୀ ବୋଲେ ଯାହାକି ଆମେ ଇ ପାଉତି ବୋଲି କହିସୁଁ। ତ ଇ ପାଉତି ଆପଣମାନେ ରଖିଥନ୍ କାଲକେର ଭିଡ଼ିଓରେ ଆପଣମାନେ ଦେଖିବା ଲାଗି ପାଇପାରିବେ ଘରେ ବସିକି ନିଜର ମୋବାଇଲରେ କେନ୍ତା ଆପଣମାନେ ଆବେଦନ କରିବେ। କାଁ ଯେ ମୋର ପାଖରେ ଜଣେ ଲୋକ କଷ୍ଟମର ମୋର ପାଖରେ ତାର ଡକୁମେଣ୍ଟଟା ଅଜି ଅଛେ ତ ଆଜି ମୋର ପାଖରେ ଟାଇମ୍ ନେଇ ମିଳିଲା ସେଥିଲାଗି ମୁଁ ତାଙ୍କର ଭିଡ଼ିଓଟା ପ୍ରୋଭାଇଡ଼ କରିନି ପାରିଲି ଆପଣକେ। କିନ୍ତୁ ଏଇଟା ମୁଁ କହି ରଖୁଛେ ଆପଣମାନେ ଅଫଲାଇନ୍ରେ ଯାଇକରି ଆପଣମାନେ ଆବେଦନ କରିଦିଅନ୍ ଯଦି ଆପଣଙ୍କର ଲୋନ୍ ଆଣବାର ଇଚ୍ଛା ଅଛେ ବୋଲେ। আর ସବୁଠାରୁ ଦେଖୁନ୍ ଆପଣ କମ୍ ଇଣ୍ଟରେଷ୍ଟ ଲାଗି ଯଦି ଆଣବା ଲାଗି ଚାହୁଁଛନ୍ ବୋଲେ ଆପଣ କୋପରେଟିଭ୍ ବ୍ୟାଙ୍କରେ ଯାନ୍ ଯେନ୍ଟାକି ଆପଣ 1 ଲାখ ପତେ ଆପଣ ବିନା ଇଣ୍ଟରେଷ୍ଟ ଆପଣ ଲୋନ୍ଟା ପାଇପାରିବେ ଆଜ୍ଞା। ଆଶା କରୁଛେଁ ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବା ଆପଣଙ୍କର ସୁଚିନ୍ତିତ ମତାମତ ନିହାତି ଆମର କମେଣ୍ଟ ସେକ୍ସନରେ ଜଣାଉନ୍ ଟିକେ ଟାଇମ୍ ବାହାର କରି ବି ମୁଇଁ ଆପଣଙ୍କର କମେଣ୍ଟର ଟିକେ ଆନ୍ସର ଦେବା ଲାଗି ଚେଷ୍ଟା ଜାରି ରଖିଛେ ଆଜ୍ଞା।